କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ମାସ ସପ୍ତାହ ପାଳନ କରାଯାଇଛି। ସିଡିପିଓ ସରୋଜଲତା ଦେଙ୍କ ଅଧ୍ୟକ୍ଷତାରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ଶିଶୁ, କିଶୋରୀ, ବାଳିକା, ଗର୍ଭବତୀ ମହିଳାଙ୍କୁ ପୁଷ୍ଟିସାରଯୁକ୍ତ ଖାଦ୍ୟ, ସନ୍ତୁଳିତ ଆହାର ଦେବା ପାଇଁ ରାଜ୍ୟ ସରକାର ଛତୁଆଠାରୁ ଆରମ୍ଭ କରି ପୌଷ୍ଟିକ ଆହାର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଙ୍ଗନବାଡି କେନ୍ଦ୍ର ଜରିଆରେ ଯୋଗାଣ କରୁଛନ୍ତି। ସବୁଜ ପନିପରିବା ଖାଇବା ଦ୍ୱାରା ସୁସ୍ଥ ସବଳ ଥିବା ସହ ରକ୍ତହୀନତାରୁ ମୁକ୍ତି ମିଳିବ ବୋଲି ଶ୍ରୀଯୁକ୍ତ ଅଗ୍ରୱାଲ ତାଙ୍କ ବକ୍ତବ୍ୟରେ ବୁଝାଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ବିଡିଓ ସ୍ନେହପ୍ରଭା ମାଝୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରର କୁନି କୁନି ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପିଲାଙ୍କୁ ଉତ୍ସାହିତ କରିବା ପାଇଁ ଉପସ୍ଥିତ ଅତିଥିମାନେ ସାର୍ଟିଫିକେଟ୍ ସହ ଟ୍ରଫି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସେକ୍ଟର ସୁପରଭାଇଜର ସୋନିଆ ହେମ୍ବ୍ରମ, ପ୍ରିୟାସିନୀ ତାଣ୍ଡି, ଦ୍ରୌପଦୀ ମାଝୀଙ୍କ ସମେତ ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। କଳାହାଣ୍ଡି କୋକସରାରୁ ତ୍ରିନାଥ ବେସରାଙ୍କ ରିପୋର୍ଟ, ଗୀତାଞ୍ଜଳି ନ୍ୟୁଜ୍।